ଚାରି ଇସ୍କନ ରାଧାଗୋବିନ୍ଦ ମନ୍ଦିର। ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ ଇସ୍କନ ର ସଂସ୍ଥାପକ ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ 1974 ମସିହାରେ ତିରୁମଲାରେ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଦର୍ଶନ କରିଥିଲେ। ସେଠିକାର ଭବ୍ୟ ବ୍ୟବସ୍ଥା ଗୁଡ଼ିକୁ ଦେଖି ସେ ତାଙ୍କ ଶିଷ୍ୟମାନଙ୍କୁ କହିଥିଲେ ଯେ ଯେପରି ବାଲାଜୀ ଭେଙ୍କଟେଶ୍ୱର ମନ୍ଦିରର ଉତ୍କୃଷ୍ଟ ସୁବିଧା ଓ ସୁନ୍ଦର ସୁବର୍ଣ୍ଣ ସଜ୍ଜିତ ଗୋପୁରମ ରହିଛି, ସେହିପରି ଅଦ୍ଭୁତ ମନ୍ଦିର ଆମେ ମଧ୍ୟ ନିର୍ମାଣ କରିବା ଉଚିତ। ଶ୍ରୀଳ ପ୍ରଭୁପାଦଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କ ଶିଷ୍ୟମାନେ ଅଲିପିରିରେ ଇସ୍କନ ରାଧାଗୋବିନ୍ଦ ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିରରେ ରାଧା ଗୋବିନ୍ଦଙ୍କ ସହିତ ଅଷ୍ଟସଖୀମାନେ ମଧ୍ୟ ବିରାଜିତ। ଏହି ଇସ୍କନ ମନ୍ଦିରରେ ଭଗବଦ୍ ଗୀତା, ଭାଗବତମ, ରାମାୟଣ ଓ ମହାଭାରତ ଗ୍ରନ୍ଥ ମଧ୍ୟ ଉପଲବ୍ଧ। ଏଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ରାଧାଷ୍ଟମୀ, ବଳରାମ ପୂର୍ଣ୍ଣିମା, ଶ୍ରୀରାମ ନବମୀ, ନୃସିଂହ ଚତୁର୍ଦ୍ଦଶୀ, ଗୋବର୍ଦ୍ଧନ ପୂଜା, ଗୌର ପୂର୍ଣ୍ଣିମା, ନିତ୍ୟାନନ୍ଦ ତ୍ରୟୋଦଶୀ ଆଦି ଅନେକ ଉତ୍ସବ ପାଳିତ ହୁଏ। ସକାଳ 8:30 ଭାଗବତ ପ୍ରବଚନ ଏବଂ ସନ୍ଧ୍ୟା 8 ଘଣ୍ଟାରେ ଭଗବଦ୍ ଗୀତା ପ୍ରବଚନ ହୁଏ। ପୂଜା ସମୟ ସକାଳ 4:30 ମଙ୍ଗଳ ଆରତୀ, 7:30 ଦର୍ଶନ ଆରତୀ, ମଧ୍ୟାହ୍ନ 12:30 ରାଜଭୋଗ ଆରତୀ, ସନ୍ଧ୍ୟା 4 ଘଣ୍ଟାରେ ଧୂପ ଆରତୀ, ସନ୍ଧ୍ୟା 7 ଘଣ୍ଟାରେ ସନ୍ଧ୍ୟା ଆରତୀ, ରାତି 8:30 ଶୟନ ଆରତୀ। ଭୋଗ ସମୟ ସକାଳ 4:15 ପରମାନ୍ନ ଏବଂ କ୍ଷୀର ନିବେଦନ, 7:15 ଫଳ ଓ ଫଳରସ ନିବେଦନ, 8:15 ଚପାତି, ଅନ୍ନ, ଡାଲି, ତରକାରୀ, ଦହି ଓ ରସମ ନିବେଦନ। ମଧ୍ୟାହ୍ନ 12 ଘଣ୍ଟାରେ 6 ରସ, ମିଠା, ତିକ୍ତ, ତୀକ୍ଷ୍ଣ, ଖଟା, ଲୁଣିଆ, କଷା ସହ 26 ପ୍ରକାରର ବ୍ୟଞ୍ଜନ। ଏହାକୁ ରାଜଭୋଗ ନୈବେଦ୍ୟ କୁହାଯାଏ। 3:30 ଚପାତି, ଅନ୍ନ, ଡାଲି, 2 ପ୍ରକାର ତରକାରୀ, ଦହି ଓ ରସମ ନିବେଦନ। ସନ୍ଧ୍ୟା 6:30 ଫଳ ଓ ଫଳରସ ନିବେଦନ। ରାତି 8:20 2 ପ୍ରକାର ସ୍ୱଳ୍ପ ଭୋଗ ନିବେଦନ। 9:30 କ୍ଷୀର ଭୋଗ ନିବେଦନ। କୀର୍ତ୍ତନ ସମୟ ସକାଳ 4:30 ମଙ୍ଗଳ ଆରତୀ ପରେ, 7:15 ଦର୍ଶନ ଆରତୀ ପରେ, ସନ୍ଧ୍ୟା 7 ଘଣ୍ଟାରେ ସନ୍ଧ୍ୟା ଆରତୀ ପରେ ସମସ୍ତ ଭକ୍ତମାନେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ଏହି ମହାମନ୍ତ୍ର କୀର୍ତ୍ତନ କରନ୍ତି। ମଙ୍ଗଳ ଆରତୀ ପରେ 2 ଘଣ୍ଟା ଧରି ତୁଳସୀ ମାଳାରେ ଏହି ମହାମନ୍ତ୍ର ଜପ କରାଯାଏ। ଇସ୍କନ ମନ୍ଦିରର ଭକ୍ତମାନେ ରାଧାକୃଷ୍ଣଙ୍କ ଭକ୍ତି ସହିତ ଅନ୍ୟ ସହର, ନଗର ଓ ଗ୍ରାମାଞ୍ଚଳରେ ଘରେ ଘରେ ହରେ କୃଷ୍ଣ ସଂକୀର୍ତ୍ତନ ଓ ପ୍ରବଚନ ମଧ୍ୟ କରନ୍ତି। ପ୍ରବଚନଗୁଡ଼ିକର ପ୍ରମୁଖ ବିଷୟ ନିମ୍ନଲିଖିତ। ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ବୀର୍ୟସ୍ୟ ଯଶସଃ ଶ୍ରିୟଃ ଜ୍ଞାନବୈରାଗ୍ୟଶ୍ଚୈବ ଷଣ୍ଣାନ୍ ଭଗ ଇତିଙ୍ଗଣା। ଐଶ୍ୱର୍ଯ୍ୟ, ବଳ, କୀର୍ତ୍ତି, ସୌନ୍ଦର୍ଯ୍ୟ, ଜ୍ଞାନ ଓ ବୈରାଗ୍ୟ ଏହି 6 ଗୁଣ ଯାହାଙ୍କ ଠାରେ ପୂର୍ଣ୍ଣ ବିଦ୍ୟମାନ ରହିଛି, ସେ ହିଁ ହେଉଛନ୍ତି ଭଗବାନ। ବିଷ୍ଣୁ ପୁରାଣ 6:5-47। ଏହି ଶ୍ଲୋକଟି ବ୍ୟାସଦେବଙ୍କ ପିତା ପରାଶର ମହର୍ଷିଙ୍କ ଦ୍ୱାରା ବିଷ୍ଣୁ ପୁରାଣରେ ବର୍ଣ୍ଣିତ। ଭଗବାନ ପ୍ରତ୍ୟେକ ଯୁଗରେ ଏହି ଭୌତିକ ଜଗତରେ ଅବତାର ଗ୍ରହଣ କରନ୍ତି। ଭଗବାନଙ୍କୁ ଅବତାର ନେବାକୁ କେହି ଆଦେଶ ଦିଅନ୍ତି ନାହିଁ, କିନ୍ତୁ ସେ ଦୁଃଖୀ ଜୀବମାନଙ୍କୁ କୃପା କରିବା ନିମନ୍ତେ ସ୍ୱେଚ୍ଛାରେ ଅବତାର ଗ୍ରହଣ କରନ୍ତି। ପଣ୍ଡିତମାନେ ମଧ୍ୟ ଚିନ୍ତା କରନ୍ତି ଯେ ଭଗବାନ କିପରି ଏହି ପୃଥିବୀରେ ଅବତାର ନେଇଥାନ୍ତି। ଭଗବାନ ଶ୍ରୀକୃଷ୍ଣ ଭଗବଦ୍ ଗୀତା 4:7-8ରେ କହିଛନ୍ତି, ଧର୍ମରକ୍ଷା ପାଇଁ, ଅଧର୍ମୀମାନଙ୍କୁ ବିନାଶ କରିବା ପାଇଁ ଏବଂ ସାଧୁମାନଙ୍କର ରକ୍ଷା କରିବା ପାଇଁ ମୁଁ ପ୍ରତ୍ୟେକ ଯୁଗରେ ଅବତାର ଗ୍ରହଣ କରେ। ଭଗବାନଙ୍କ ଅବତାର ବିଷୟରେ ଶାସ୍ତ୍ରରେ ମଧ୍ୟ ବିସ୍ତୃତ ଭାବେ ଉଲ୍ଲେଖ ମିଳେ ଏବଂ ପ୍ରମାଣିକ ଆଚାର୍ଯ୍ୟମାନେ ଏହାକୁ ସ୍ୱୀକାର କରିଛନ୍ତି। ଭଗବାନଙ୍କ ସଦୃଶ ତାଙ୍କ ନାମ ମଧ୍ୟ ସମାନ ଶକ୍ତିଶାଳୀ। ଏହି କାରଣରୁ ଶିଶୁମାନଙ୍କର ଅର୍ଥହୀନ ନାମ ରଖିବା ପରିବର୍ତ୍ତେ ଭଗବାନଙ୍କ ପବିତ୍ର ନାମ ଦେଇ ନାମକରଣ କରିବା ଉଚିତ। ଉଦାହରଣ ସ୍ୱରୂପ ଶ୍ରୀନିବାସ, ଭେଙ୍କଟ, ବାଲାଜୀ, ଭେଙ୍କଟେଶ୍ୱର, ଶ୍ରୀରାମ, କୃଷ୍ଣ, ଲକ୍ଷ୍ମୀ, ପଦ୍ମାବତୀ ଇତ୍ୟାଦି। କିନ୍ତୁ ଏହି ଭଗବଦ୍ ନାମଗୁଡ଼ିକୁ ଲକ୍ଷ୍ମୀ ବାଇନ୍ସ, ଭେଙ୍କଟେଶ୍ୱର ବାଇନ୍ସ, ଭେଙ୍କଟେଶ୍ୱର ମାଟନ ସପ୍, ବାଲାଜୀ ଚିକେନ ସପ୍ ପରି ଅପବିତ୍ର କାର୍ଯ୍ୟରେ ବ୍ୟବହାର କରିବା ଦ୍ୱାରା ଭଗବାନଙ୍କ ଠାରେ ଅପରାଧ ହୁଏ। ସେଥିନିମନ୍ତେ ଏହିପରି ଅଶୁଭ କାର୍ଯ୍ୟରେ ଭଗବାନଙ୍କ ନାମ ବ୍ୟବହାର କରିବା ଆଦୌ ଉଚିତ ନୁହେଁ। ଏହିପରି କରିବା ପରିବର୍ତ୍ତେ ନିଜ ପିଲାମାନଙ୍କର ଭଗବଦ୍ ନାମ ଦେଇ ନାମକରଣ କରନ୍ତୁ ଏବଂ ନିତ୍ୟ ଭଗବାନଙ୍କ ନାମ ଜପ କରନ୍ତୁ। ବିଶେଷ କରି ହରେ କୃଷ୍ଣ 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 ହରେ ହରେ,
ହରେ ରାମ 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 ହରେ ହରେ ମହାମନ୍ତ୍ରକୁ ଦିନରେ 16 ମାଳା ଜପ କରିବା ଅଭ୍ୟାସ କରନ୍ତୁ। ଯଦି କେହି ପାପକର୍ମ କରେ ତେବେ କେବଳ ସେ ବ୍ୟକ୍ତି ନୁହଁ, ସେଥିରେ ସାହାଯ୍ୟ କରିଥିବା ସମସ୍ତଙ୍କୁ ପାପର ସମାନ ଫଳ ମିଳେ। ଉଦାହରଣ ସ୍ୱରୂପ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସହ ମଦ୍ୟ ତିଆରି କରିଥିବା, ବିକ୍ରି କରିଥିବା ଓ ଅନୁମତି ଦେଇଥିବା ବ୍ୟକ୍ତି ସମସ୍ତଙ୍କୁ ପାପ ଫଳ ଭୋଗ କରିବାକୁ ପଡ଼ିଥାଏ। ଶାସ୍ତ୍ରରେ କୁହାଯାଇଛି, ସଠିକ ଭାବରେ ପିଲାମାନଙ୍କୁ ଲାଳନ ପାଳନ କରିନଥିଲେ ତାଙ୍କର ପାପରେ ମାତାପିତା ମଧ୍ୟ ଭାଗୀ ହୁଅନ୍ତି। ଶାସ୍ତ୍ରରେ କୁହାଯାଇଛି ଯେ 4 ପ୍ରକାର ମୁଖ୍ୟ ପାପ କର୍ମରୁ ଦୂରେଇ ରହିବା ଆବଶ୍ୟକ: ମଦ୍ୟପାନ କରିବା, ଜୁଆ ଖେଳିବା, ମାଂସ ଭକ୍ଷଣ କରିବା ଓ ବ୍ୟଭିଚାର କରିବା। ଏହି ସବୁ ପାପ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ଏବଂ ପାପ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସହଯୋଗ କରନ୍ତୁ ନାହିଁ। ଦୁର୍ଭାଗ୍ୟବଶତଃ ବର୍ତ୍ତମାନ କଳିଯୁଗରେ ଅନେକ ଲୋକ ନିଜକୁ ଭଗବାନଙ୍କ ଅବତାର ବୋଲି ଘୋଷଣା କରୁଛନ୍ତି। ଶାସ୍ତ୍ର ଜ୍ଞାନ ନଥିବା ଲୋକେ ସେମାନଙ୍କୁ ଅନ୍ଧ ଭାବେ ବିଶ୍ୱାସ କରି ଠକାମିରେ ପଡ଼ୁଛନ୍ତି। ନିଜକୁ ଭଗବାନ ବୋଲି କହୁଥିବା ବ୍ୟକ୍ତିଠାରେ ପରାଶର ମହର୍ଷିଙ୍କ ଦ୍ୱାରା ବର୍ଣ୍ଣିତ 6ଟି ଗୁଣ ଅଛି କି ନାହିଁ ତାହା ପରୀକ୍ଷଣ କରିବା ଅତି ଆବଶ୍ୟକ। ଯଦି ଏହି 6 ଗୁଣ ସମ୍ପୂର୍ଣ୍ଣ ଭାବେ ନଥାଏ ତାକୁ ଭଣ୍ଡ ମାନିବା ଉଚିତ। ଏହିପରି ଯଦି ଶାସ୍ତ୍ର ଆଧାରରେ ଭଗବାନଙ୍କ ବିଷୟରେ ଜାଣିପାରିବା ନାହିଁ ତେବେ ଏହି ଭଣ୍ଡଙ୍କ ସହ ଆମେ ମଧ୍ୟ ନରକକୁ ଯିବାକୁ ବାଧ୍ୟ ହେବା। ଯଦି ଆମେ ଶାସ୍ତ୍ରକୁ ବିଶ୍ୱାସ ନକରି ପାପକର୍ମ କରିବା ତେବେ ଆମେ ଜୀବିତ ଅବସ୍ଥାରେ ଲୋକମାନଙ୍କ ନିନ୍ଦାର ପାତ୍ର ହେବା ଏବଂ ମୃତ୍ୟୁ ପରେ ନରକ ଭୋଗ କରି ଅନେକ ବାର ପଶୁ ପକ୍ଷୀ କୀଟପତଙ୍ଗ ଭାବେ ଜନ୍ମ ନେବାକୁ ପଡ଼ିବ। ଭଗବାନ ଶ୍ରୀକୃଷ୍ଣ ଭଗବଦ୍ ଗୀତାର 16 ଅଧ୍ୟାୟର 23 ଶ୍ଲୋକରେ କହିଛନ୍ତି, ଯେଉଁ ବ୍ୟକ୍ତି ଶାସ୍ତ୍ର ଅନୁସରଣ ନକରି ନିଜ ମନ ମୁତାବକ ଜୀବନ ବ୍ୟତୀତ କରେ ସେ ଜୀବନରେ ସୁଖ, ସଫଳତା, ଉନ୍ନତ ଜନ୍ମ, ସ୍ୱର୍ଗ, ମୁକ୍ତି ପାଇପାରିବ ନାହିଁ। ଭଗବାନ ଗୀତାର ଅଧ୍ୟାୟର 40 ଶ୍ଲୋକରେ କହିଛନ୍ତି, ଶାସ୍ତ୍ରକୁ ବିଶ୍ୱାସ କରୁନଥିବା ଅଜ୍ଞ ଶ୍ରଦ୍ଧାହୀନ ଲୋକମାନେ ଭଗବଦ୍ ଚେତନା ଲାଭ କରିପାରନ୍ତି ନାହିଁ ଏବଂ ସେମାନଙ୍କର ପତନ ହୁଏ। ସଂଶୟୀ ବ୍ୟକ୍ତି ଇହଲୋକ ଓ ପରଲୋକ କେଉଁଠି ମଧ୍ୟ ସୁଖ ପାଇପାରିବେ ନାହିଁ। ତେଣୁ ଜୀବିତ ଅବସ୍ଥାରେ ଶାସ୍ତ୍ରର ନିୟମଗୁଡ଼ିକ ଅନୁସରଣ କରି ଉନ୍ନତ ଜନ୍ମ ପାଇବାକୁ ଚେଷ୍ଟା କରିବା ଉଚିତ। ଶ୍ରୀମଦ୍ଭାଗବତ 1:5-17ରେ ନାରଦମୁନି ବ୍ୟାସଦେବଙ୍କୁ କହିଥିଲେ, ଭଗବାନଙ୍କର ଭକ୍ତି ଅନୁଶୀଳନ କରୁଥିବା ବ୍ୟକ୍ତି ଯଦି କାଳକ୍ରମେ ମୋକ୍ଷ ପାଇପାରିଲେ ମଧ୍ୟ କୌଣସି ହାନି ନାହିଁ, କିନ୍ତୁ ଯେଉଁ ବ୍ୟକ୍ତି କେବଳ ପାରିବାରିକ ଦାୟିତ୍ୱ ପୂରଣ କରିଥାଏ ତାର କାର୍ଯ୍ୟ ମୃତ୍ୟୁ ସହ ସମାପ୍ତ ହୋଇଯାଏ। ତେଣୁ ଏପରି କାର୍ଯ୍ୟର କୌଣସି ଲାଭ ନାହିଁ। ଏହି ଜଗତରେ କେହି ସ୍ଥାୟୀ ଭାବେ ଜୀବନ ବ୍ୟତୀତ କରିପାରିବେ ନାହିଁ। ଆମେ ଆମ ନିଜ ଶରୀରରେ ଶାଶ୍ୱତ ଭାବେ ରହିପାରିବା ନାହିଁ। ଅନ୍ତତଃ ଆମ ସମସ୍ତଙ୍କୁ ଦିନେ ମୃତ୍ୟୁବରଣ କରିବାକୁ ପଡ଼ିବ। ମୃତ୍ୟୁ ପରେ ସ୍ତ୍ରୀ, ସନ୍ତାନ ଓ ଅନ୍ୟାନ୍ୟ ବନ୍ଧୁବାନ୍ଧବଙ୍କ ସହ ଆମର ସମ୍ବନ୍ଧ ଶେଷ ହୋଇଯାଏ। ସମସ୍ତେ ଏକାକୀ ଜନ୍ମ ହୁଅନ୍ତି ଓ ଏକାକୀ ମୃତ୍ୟୁବରଣ କରନ୍ତି। ମୃତ୍ୟୁ ପରେ ଆମକୁ ନିଜର କର୍ମଫଳ ଏକାକୀ ହିଁ ଭୋଗ କରିବାକୁ ପଡ଼ିଥାଏ। ମହାଭାରତର ବନପର୍ବରେ ଧର୍ମରାଜ ଭୀମ ଓ ଦ୍ରୌପଦୀଙ୍କୁ ବୁଝାଇ କହିଲେ, ଭାଇ, ସ୍ୱାମୀ, ସ୍ତ୍ରୀ, ମାତାପିତା, ବନ୍ଧୁବାନ୍ଧବ ପ୍ରେମରେ ଏକତ୍ର ହୁଅନ୍ତି, କିନ୍ତୁ ଧନ ପାଇଁ ପ୍ରେମ ସମ୍ପର୍କକୁ ଭାଙ୍ଗି ଶତ୍ରୁ ହୋଇଯାନ୍ତି ଏବଂ ପରସ୍ପରକୁ ବଦ୍ଧ କରି ପକାନ୍ତି। ଯେତେ ଅଧିକ ଧନ ଉପାର୍ଜନ କଲେ ସେତେ ଅଧିକ ଧନର ଇଚ୍ଛା ବୃଦ୍ଧି ହୁଏ। ଧନ ଉପାର୍ଜନ କରୁଥିବା ପର୍ଯ୍ୟନ୍ତ ହିଁ କାହାକୁ ସମ୍ମାନ ମିଳିଥାଏ। ଧନ ଉପାର୍ଜନ ନ କଲେ କେହି ସମ୍ମାନ କରନ୍ତି ନାହିଁ। ଧନୀ ବ୍ୟକ୍ତିକୁ ନିଜ ସନ୍ତାନ ମାନଙ୍କଠାରୁ ମଧ୍ୟ ଭୟ ରହିଛି ଅନ୍ୟମାନଙ୍କର କଥା ଆଉ ନ କହିବା। ଧନରୁ ହିଂସା, ମିଥ୍ୟାଚାର, କପଟତା, ବାସନା, କ୍ରୋଧ, ଚିନ୍ତା, ଅହଙ୍କାର, ଶତ୍ରୁତା, ଝଗଡ଼ା, ଅବିଶ୍ୱାସ, ଈର୍ଷା, ବ୍ୟଭିଚାର, ଜୁଆ ଓ ମଦ୍ୟପାନ କରିବା ଆଦି ଅନେକ ଖରାପ ଅଭ୍ୟାସଗୁଡ଼ିକ ଉତ୍ପନ୍ନ ହୋଇଥାଏ। ଧନ ଯାହା ଏତେଗୁଡ଼ିଏ ଖରାପ ଗୁଣ ଉତ୍ପନ୍ନ କରିଥାଏ ତାକୁ ଭଗବାନଙ୍କୁ ମାଗିବା ଉଚିତ କି? ଭାଗବତ 10:60-53ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ବ୍ରତ, ତପସ୍ୟା ଓ ପୂଜା ମାଧ୍ୟମରେ ମୋତେ ପ୍ରାପ୍ତ କରିବା ପରେ ମଧ୍ୟ ଯେଉଁ ବ୍ୟକ୍ତି ଭଗବଦ୍ ଧାମ ପ୍ରାପ୍ତି ନିମନ୍ତେ ଚେଷ୍ଟା ନକରି ପାରିବାରିକ ଜୀବନର ସାଂସାରିକ ଲାଭର କାମନା କରନ୍ତି ସେମାନେ ଅଭାଗା। ଏହି ସାଂସାରିକ ଲାଭ ନରକରେ ମଧ୍ୟ ମିଳିଯିବ। ଏପରି ଲୋକମାନେ ଇନ୍ଦ୍ରିୟ ତୃପ୍ତିରେ ଲିପ୍ତ ରୁହନ୍ତି। ତେଣୁ ନରକ ହିଁ ସେମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ଅଟେ। ଏହି କଥା ଶ୍ରୀମଦ୍ଭାଗବତ 3:33 ବିନା 5ରେ କପିଳ ଭଗବାନ ତାଙ୍କ ମାତାଙ୍କୁ କହିଲେ, ଏକ ଅଜ୍ଞାନୀ ବ୍ୟକ୍ତି ଚିନ୍ତା କରେ ଯେ ତାର ଶରୀର, ପରିବାର, ଧନ ଓ ଘର ସ୍ଥାୟୀ ଅଟେ।
ସମସ୍ତ ଜୀବ ଇନ୍ଦ୍ରିୟ ସୁଖ ଉପଭୋଗ କରୁଛନ୍ତି, ତେଣୁ ସେ ନିଜ ଶରୀରକୁ ତ୍ୟାଗ କରିବାକୁ ଇଚ୍ଛା କରେ ନାହିଁ। କେବଳ ଏହି ପୃଥିବୀରେ ନୁହେଁ, ଏପରିକି ନରକରେ ଯନ୍ତ୍ରଣା ଭୋଗ କରୁଥିବା ଜୀବମାନେ ମଧ୍ୟ ତାଙ୍କ ଶରୀରକୁ ତ୍ୟାଗ କରିବାକୁ ଇଚ୍ଛା କରନ୍ତି ନାହିଁ। ଭାଗବତ 10:51-20 ରେ ଦେବଗଣ ମୁଚୁକୁନ୍ଦ ମହାରାଜଙ୍କୁ କହିଲେ, ମୋକ୍ଷ ବ୍ୟତୀତ ଅନ୍ୟ କୌଣସି ବର ଆମ ନିକଟରୁ ଅପେକ୍ଷା କରିପାରିବ, କିନ୍ତୁ ମୋକ୍ଷ କେବଳ ନାରାୟଣ ହିଁ ପ୍ରଦାନ କରିପାରିବେ। ଅମ୍ବରୀଶ ମହାରାଜ, ପ୍ରହ୍ଲାଦ ମହାରାଜ, ଧ୍ରୁବ ମହାରାଜ, ପୃଥୁ ମହାରାଜ ଓ ଭରତ ମହାରାଜ ଅଧିଶୁଦ୍ଧ ଭକ୍ତଗଣ ଏବଂ ରାମାନୁଜାଚାର୍ଯ୍ୟ, ମାଧବାଚାର୍ଯ୍ୟ, ଅନନ୍ତାଚାର୍ଯ୍ୟ, ଚୈତନ୍ୟ ମହାପ୍ରଭୁ ଓ ମାଧବେନ୍ଦ୍ରପୁରୀ ଆଦି ଆଚାର୍ଯ୍ୟଗଣ ଭଗବଦ ଧାମ ଓ ଭଗବାନଙ୍କର ଭକ୍ତି କାମନା କରିଛନ୍ତି, ଧନ ତଥା ସଂସାରିକ କାମନା ନୁହେଁ। ସେମାନେ ସମସ୍ତେ ଆମର ଆଦର୍ଶ ଅଟନ୍ତି, ତେଣୁ ଆମ୍ଭମାନଙ୍କୁ ସେମାନଙ୍କର ପଦାଙ୍କ ଅନୁସରଣ କରି ଭଗବାନଠାରେ ସେଇ କାମନା କରିବା ଉଚିତ ଯାହା ସେମାନେ କାମନା କରିଥିଲେ, ଅନ୍ୟ ପ୍ରକାରର ଭୌତିକ କାମନା ନୁହେଁ। ମହାଭାରତରେ ଯକ୍ଷ ଧର୍ମରାଜଙ୍କୁ ଅନେକ ପ୍ରଶ୍ନ ଜିଜ୍ଞାସା କରିଥିଲେ। ସେଥିମଧ୍ୟରୁ ଏକ ପ୍ରଶ୍ନ ଥିଲା, ସମ୍ପତ୍ତି କଣ? ଧର୍ମରାଜ କହିଲେ, ଶାସ୍ତ୍ରଜ୍ଞାନ ହିଁ ପ୍ରକୃତ ସମ୍ପତ୍ତି। ଭଗବଦ ଗୀତାର 4:36 ରେ ଶ୍ରୀକୃଷ୍ଣ କହିଛନ୍ତି, ତୁମେ ଯଦି ଅତ୍ୟନ୍ତ ପାପୀ ମଧ୍ୟ ହୋ, ଦିବ୍ୟଜ୍ଞାନ ରୂପକ ନୌକାରେ ସ୍ଥିତ ହୋଇ ଏହି ଭବ ସଂସାର ଅତିକ୍ରମ କରିପାରିବ। ଭଗବଦ ଗୀତା 4:37 ଯେପରି ପ୍ରଜ୍ୱଳିତ ଅଗ୍ନି କାଷ୍ଠକୁ ଭସ୍ମ କରିଥାଏ, ହେ ଅର୍ଜୁନ, ସେହିପରି ଜ୍ଞାନର ଅଗ୍ନି ସମସ୍ତ ଭୌତିକ କର୍ମଫଳକୁ ଭସ୍ମ କରିଦିଏ। ଭଗବଦ ଗୀତା 4:38 ଏହି ସଂସାରରେ ଜ୍ଞାନ ଠାରୁ ଉନ୍ନତ କିଛି ନାହିଁ। ଏହି ସଂସାରରେ ଭଗବଦ୍ ଜ୍ଞାନ ଠାରୁ ଅଧିକ ପବିତ୍ର ଓ ଉନ୍ନତ କିଛି ନାହିଁ। ବିନମ୍ରତା, ଅହଙ୍କାର ଶୂନ୍ୟ ସହନଶୀଳତା, ସରଳତା, ପ୍ରାମାଣିକ ଗୁରୁଙ୍କ ଆଶ୍ରୟ, ଇନ୍ଦ୍ରିୟ ନିଗ୍ରହ, ଜନ୍ମ, ରୋଗ, ବୃଦ୍ଧାବସ୍ଥା, ମୃତ୍ୟୁ ସମ୍ବନ୍ଧରେ ଉଚିତ ବୁଦ୍ଧିମତ୍ତା, ସୁଖ ଓ ଦୁଃଖ ଉପରେ ସମଦୃଷ୍ଟି, ମୋ ପ୍ରତି ଅନନ୍ୟ ଭକ୍ତି, ଭକ୍ତମାନଙ୍କ ସଙ୍ଗରେ ଜୀବନ ବ୍ୟତୀତ କରିବା, ସୃଷ୍ଟି ବିଷୟରେ ଜାଣିବା, ଏହି ସମସ୍ତ ଜ୍ଞାନ ଓ ଏସବୁର ବିପରୀତ ଅଜ୍ଞାନ ଅଟେ। ଭଗବଦ ଗୀତା 13:8 ବିନା 12 ଭୋଜନ କରିବା, ନିଦ୍ରା, ସନ୍ତାନ ଲାଭ କରିବା, ନିଜକୁ ସୁରକ୍ଷିତ କରିବା, ଏହି ସମସ୍ତ କାର୍ଯ୍ୟ ପଶୁ ଓ ମନୁଷ୍ୟ ଉଭୟ ମଧ୍ୟରେ ସମାନ। କିନ୍ତୁ ମୁଁ କି? ମୁଁ ଜନ୍ମ ପୂର୍ବରୁ କେଉଁଠି ଥିଲି? ମୁଁ ମୃତ୍ୟୁ ପରେ କୁଆଡ଼େ ଯିବି? ଏହି ସୃଷ୍ଟି କେମିତି ହେଲା? ସୃଷ୍ଟିକର୍ତ୍ତା ଓ ମୋର ମଧ୍ୟରେ କୌଣସି ସମ୍ପର୍କ ଅଛି କି? ଏହି ପ୍ରଶ୍ନଗୁଡ଼ିକୁ ବୁଝିବା ନିମନ୍ତେ ବୁଦ୍ଧି କେବଳ ମନୁଷ୍ୟଙ୍କର ରହିଛି, ପଶୁମାନଙ୍କର ନୁହେଁ। ଏଭଳି ଜିଜ୍ଞାସୁ ହିଁ ବାସ୍ତବରେ ମନୁଷ୍ୟ, କିନ୍ତୁ ଏଭଳି ଜିଜ୍ଞାସା ନଥିବା ଲୋକମାନେ ଦୁଇପାଦ ଥିବା ପଶୁ ସଦୃଶ। ହିତୋପଦେଶ 25 ସେଥିପାଇଁ ଏହି ମୂଲ୍ୟବାନ ମନୁଷ୍ୟ ଜନ୍ମକୁ ବ୍ୟର୍ଥ କରନ୍ତୁ ନାହିଁ। ବିତିଯାଇଥିବା ଏକ ମୁହୂର୍ତ୍ତକୁ କୋଟିଏ ଟଙ୍କାରେ ମଧ୍ୟ କିଣିପାରିବେ ନାହିଁ, ଏହା ଚାଣକ୍ୟ ପଣ୍ଡିତଙ୍କ ଉକ୍ତି। ତେଣୁ ସମୟର ମହତ୍ତ୍ୱକୁ ବୁଝନ୍ତୁ। ଯଦି ଆମେ 80 ବର୍ଷ ବଞ୍ଚିବା, ତେବେ ବାଲ୍ୟକାଳରେ ବର୍ଷ ଶିକ୍ଷା ପାଇଁ 15 ବର୍ଷ, ବୃଦ୍ଧାବସ୍ଥାରେ 5 ବର୍ଷ, ଏହି ଭାବରେ ଅନେକ ସମୟ ବ୍ୟତୀତ ହୁଏ। ଏବଂ 8 ଘଣ୍ଟା ନିଦ୍ରା, ଘଣ୍ଟା କାମ, 2 ଘଣ୍ଟା ଯାତ୍ରା, ଘଣ୍ଟା ଭୋଜନ, ଘଣ୍ଟା ସ୍ନାନରେ ଯାଇଥାଏ। ଏହିପରି ଘଣ୍ଟା ବ୍ୟତୀତ ହୋଇ ମାତ୍ର 3 ଘଣ୍ଟା ଅବଶିଷ୍ଟ ରହେ। ଏହି 3 ଘଣ୍ଟା ମଧ୍ୟ ରୋଗବ୍ୟାଧି, ବଜାରରୁ ଜିନିଷ କିଣା, ବିବାହ ଓ ଉତ୍ସବଗୁଡ଼ିକରେ ବିତିଯାଏ। ଏହିପରି ବର୍ଷ ଜୀବନ ବିତି ଯାଇଥାଏ। ବର୍ଷ ଜୀବନକୁ କିପରି ଉପଯୋଗ କରିବା ଆବଶ୍ୟକ ତାହା ଜାଣିବା ଜରୁରୀ। ଭଗବଦ୍ ଗୀତା 3:9 ରେ ଶ୍ରୀକୃଷ୍ଣ କହିଛନ୍ତି, ହେ କୁନ୍ତୀପୁତ୍ର, ଭଗବାନ ବିଷ୍ଣୁଙ୍କ ପାଇଁ କର୍ମ କର, ଏହାଦ୍ୱାରା ତୁମେ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ। ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ନିମନ୍ତେ କର୍ମ କରିବାକୁ କହୁଛନ୍ତି। ଶ୍ରୀକୃଷ୍ଣଙ୍କ ପୂଜା କରିବା କେବଳ ଭକ୍ତି ନୁହେଁ, ତାଙ୍କର ଆନନ୍ଦ ପାଇଁ କରାଯାଉଥିବା ସମସ୍ତ କାର୍ଯ୍ୟ ଭକ୍ତି ଅଟେ। ତେଣୁ ଯଦି ଆମେ ସ୍ନାନ କରି ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରିବା ଏବଂ ଧୂପ, ଦୀପ, ପୁଷ୍ପ ଓ ତୁଳସୀ ଦଳ ଭଗବାନଙ୍କୁ ଅର୍ପଣ କରିବା, ତେବେ ଆମର ସ୍ନାନ କରିବା ସମୟ ମଧ୍ୟ ଭକ୍ତିରେ ଗଣାଯାଏ। ସେହିପରି ଆମେ ସ୍ନାନ କରି ଶୁଦ୍ଧତା ସହିତ ଭୋଜନ ପ୍ରସ୍ତୁତ କରି ଭଗବାନଙ୍କୁ ଅର୍ପଣ କରିବା, ତାହେଲେ ଭୋଜନ ପ୍ରସ୍ତୁତ କରିବା ସମୟ, ବାସନ ସଫା କରିବା ସମୟ, ସାମଗ୍ରୀ ଆଣିବା ସମୟ, ଧନ ଉପାର୍ଜନର ସମୟ ତଥା ଧନ ଉପାର୍ଜନ ପାଇଁ ଯାତ୍ରା କରିବା ସମୟ ମଧ୍ୟ ଭକ୍ତିଯୁକ୍ତ ସେବା ହୋଇଯାଏ। ଗୃହସ୍ଥମାନଙ୍କୁ ନିଜର ଉପାର୍ଜିତ ଧନକୁ କୃଷ୍ଣ ଚେତନାମୟ ଜୀବନ ନିର୍ବାହ କରିବା ଏବଂ କୃଷ୍ଣ ସେବାରେ ସହାୟକ ହେଉଥିବା ଶରୀର ତଥା ପରିବାରର ଆବଶ୍ୟକତାଗୁଡ଼ିକୁ ଯଥାସମ୍ଭବ କମ୍ କରିବା ଉଚିତ।
ତେଣୁ ଦୟାକରି ଜାଗ୍ରତ ହୁଅନ୍ତୁ ଏବଂ ଏହି ମନୁଷ୍ୟ ଜନ୍ମ କେତେ ମୂଲ୍ୟବାନ ତାହା ବୁଝିବାକୁ ଚେଷ୍ଟା କରନ୍ତୁ। ସମସ୍ତ ଜୀବ ମଧ୍ୟରେ ଭାରତବର୍ଷରେ ମନୁଷ୍ୟ ଜନ୍ମ ଲାଭ ହିଁ ସର୍ବୋତ୍ତମ। ଏହି ଜନ୍ମ କେବଳ ଅନେକ କୋଟି ଜନ୍ମର ପୁଣ୍ୟରେ ଲଭ୍ୟ ଏବଂ ଏକ ଭାରତ ଦେଶରେ ଜନ୍ମ ନିମନ୍ତେ ଅତ୍ୟନ୍ତ ଉତ୍ତମ ଅବସ୍ଥା। ଶ୍ରୀବିଷ୍ଣୁ ପୁରାଣ ଦ୍ୱିତୀୟ ଅଂଶ ତୃତୀୟ ଅଧ୍ୟାୟ 23 ଶ୍ଲୋକରେ କୁହାଯାଇଛି ଯେ ଅଗଣିତ ଜନ୍ମର ପୁଣ୍ୟ ବଳରେ ଭାରତବର୍ଷରେ ଜନ୍ମ ଲାଭ ହୁଏ। ଅନ୍ୟ ସମସ୍ତ ଜୀବମାନଙ୍କ ସଦୃଶ ମନୁଷ୍ୟ ଜନ୍ମ ମଧ୍ୟ ଅସ୍ଥାୟୀ ଅଟେ, କିନ୍ତୁ ଏହି ଜନ୍ମରେ ଭଗବଦ୍ ଧାମ ପ୍ରାପ୍ତିର ସୁଯୋଗ ରହିଛି। ତେଣୁ ମୃତ୍ୟୁ ପୂର୍ବରୁ ଶ୍ରୀକୃଷ୍ଣଙ୍କ ଭକ୍ତି ଅନୁସରଣ କରି ପଶୁମାନଙ୍କ ଦ୍ୱାରା ଅପ୍ରାପ୍ୟ ଭଗବଦ୍ ଧାମ ପ୍ରାପ୍ତି କରିବା ଉଚିତ। ଯଦି କେହି ଏହି ପ୍ରଚେଷ୍ଟାରେ ବିଫଳ ହୁଏ ଏବଂ ଭଗବଦ୍ ଧାମ ପ୍ରାପ୍ତି କରିପାରେ ନାହିଁ, ତେବେ ପରବର୍ତ୍ତୀ ଜନ୍ମରେ ସେ ଭକ୍ତ ପରିବାରରେ ଜନ୍ମ ଗ୍ରହଣ କରନ୍ତି ଏବଂ ସେଠାରେ ପୁନର୍ବାର ଭକ୍ତି କରିବାର ସୁଯୋଗ ମିଳିଥାଏ। ଭଗବଦ୍ ଗୀତା 6:41 ବିନା 42। ସତ୍ୟଯୁଗରେ ବିଷ୍ଣୁଙ୍କୁ ଧ୍ୟାନ ମାଧ୍ୟମରେ, ତ୍ରେତାଯୁଗରେ ଯଜ୍ଞ ମାଧ୍ୟମରେ, ଦ୍ୱାପର ଯୁଗରେ ଭଗବାନଙ୍କ ପାଦପଦ୍ମ ସେବା ମାଧ୍ୟମରେ ଯେଉଁ ଫଳ ପ୍ରାପ୍ତି ହେଉଥିଲା, ତାହା କଳିଯୁଗରେ କେବଳ ହରେକୃଷ୍ଣ ମହାମନ୍ତ୍ର ଜପ କରିବା ମାତ୍ରେ ହିଁ ପ୍ରାପ୍ତି ହୋଇପାରିବ। ଭାଗବତ 12:3-52। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏହି 16 ନାମ ଥିବା ମହାମନ୍ତ୍ର କଳିଯୁଗର ସମସ୍ତ ଦୋଷକୁ ଦୂର କରେ। ଚତୁର୍ବେଦରେ ଯେତେ ଖୋଜିଲେ ମଧ୍ୟ ଏହାଠାରୁ ସରଳ ପନ୍ଥା ଆଉ କିଛି ନାହିଁ। ଏହିପରି ଭାବେ ଇସ୍କନ ମନ୍ଦିରରେ ଲୋକମାନଙ୍କୁ ଭଗବଦ୍ ଗୀତା ଓ ଶ୍ରୀମଦ୍ ଭାଗବତମର ଶିକ୍ଷା ପ୍ରଦାନ କରାଯାଉଛି। ଇସ୍କନ ମନ୍ଦିର ତରଫରୁ ଏପରି ବ୍ୟାପକ ପ୍ରଚାର ଦ୍ୱାରା ଅନେକ ପରିବାର ମଦ୍ୟପାନ, ମଂସାହାର, ବ୍ୟଭିଚାର ଓ ଜୁଆ ଖେଳ ଭଳି ପାପକାର୍ଯ୍ୟ ଗୁଡ଼ିକୁ ସମ୍ପୂର୍ଣ୍ଣ ତ୍ୟାଗ କରି ମନ୍ଦିରର ଭକ୍ତମାନଙ୍କ ସଦୃଶ ରାଧାକୃଷ୍ଣଙ୍କ ଭକ୍ତି ଅନୁଶୀଳନ କରୁଛନ୍ତି। ତିରୁପତିର ଇସ୍କନ ରାଧାଗୋବିନ୍ଦ ମନ୍ଦିର ସଦୃଶ ସମଗ୍ର ବିଶ୍ୱରେ 1000ରୁ ଅଧିକ ଇସ୍କନ ମନ୍ଦିର ରହିଛି ଏବଂ ହଜାର ହଜାର ପ୍ରଚାର କେନ୍ଦ୍ରଗୁଡ଼ିକ ରହିଛି। ତେଣୁ ମୁଁ ଆଶା କରୁଛି ଆପଣମାନେ ମଧ୍ୟ ନିଜର ନିକଟତମ ଇସ୍କନ ମନ୍ଦିରକୁ ଯାଇ ଭକ୍ତମାନଙ୍କ ସଙ୍ଗରେ ଭକ୍ତି ଅନୁଶୀଳନ କରିବେ। ଇସ୍କନ ରାଧାଗୋବିନ୍ଦ ମନ୍ଦିର ରେଳ ଷ୍ଟେସନ ଠାରୁ 4 କିଲୋମିଟର ଏବଂ କପିଳ ତୀର୍ଥ ଠାରୁ 1 କିଲୋମିଟର ଦୂରରେ ଅବସ୍ଥିତ।